2025 ମସିହା ସରି ଆସୁଛି। ଆଉ ଦିନ କେଇଟା ପରେ 2026 ମସିହା। 2026କୁ ସ୍ୱାଗତ କରିବା ପାଇଁ ଆମେମାନେ ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଇଥାଉ ବା ପିକନିକ୍ କରିବା ପାଇଁ ଯାଇଥାଉ, ବଣଭୋଜି କରିଥାଉ, ବେଶ ଆନନ୍ଦ ଉଠାଇଥାଉ। ଆଜି ଆମେ ଏକ ଏପରି ସ୍ଥାନ ବିଷୟରେ କହିବା, ଆପଣଙ୍କୁ ନିଶ୍ଚୟ ଏ ସ୍ଥାନଟି ବହୁତ ଭଲ ଲାଗିବ। ଏହି ସ୍ଥାନର ନାମ ହେଉଛି କାଳ ଡ୍ୟାମ୍। ଆପଣ ଭାବୁଥିବେ ଏଇଟା କେଉଁଠି ଅଛି? ଏ ଜାଗାଟି ହେଉଛି ଉଦଳା ବ୍ଲକର ଉଦଳା ହେଡ଼କ୍ୱାର୍ଟର ଠାରୁ ମାତ୍ର 15-17 କିଲୋମିଟର ଗଲେ ପଡ଼ିବ। ଆପଣ ଏଠିକୁ ଆସିଲେ ବେଶ ଆନନ୍ଦ ଉଠାଇ ପାରିବେ। ଏଠି ବଣଭୋଜି କରିବା ପାଇଁ ବନ୍ଧ ସାଇଡ଼ ବା କାଳ ଡ୍ୟାମ୍ ସାଇଡ଼ରେ ବହୁତ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିବେଶ ଅଛି। ଆପଣ କେବଳ କାଳବନ୍ଧ ନୁହେଁ, ସାମ୍ନାରେ ଦେଖୁଥିବେ ଗମ୍ବୁଜ ଭଳି ବନ୍ଧ ସେପଟେ ଏକ ପାହାଡ଼ ଦେଖାଯାଉଛି, ସେ ହେଉଛି ଶମୀ ବୃକ୍ଷ। ଆପଣ ଏକାଥରେ ଦୁଇଟି ସ୍ଥାନ ବୁଲିବାର ପ୍ଲାନ୍ କରିକି ଆସିବେ। କାଳବନ୍ଧ କିମ୍ବା ଶମୀ ବୃକ୍ଷ ପାଖରେ ବଣଭୋଜି କରିବେ, ଖାଇବା ପିଇବେ, ନାଚିବେ, ମସ୍ତି କରିବେ, ଏନ୍ଜୟ କରିବେ ଏବଂ ମଜା ଉଠାଇବେ। ଆସନ୍ତୁ, ଏହି କାଳବନ୍ଧ ଯେଉଁମାନେ ବୁଲି ନାହାନ୍ତି ଥରେ ମାତ୍ର ଆସି ବୁଲି ଯାଆନ୍ତୁ, ବହୁତ ସୁନ୍ଦର ଲାଗିବ। ଜୟ ଜଗନ୍ନାଥ।